ମାଥ୍ୟୁ ଲିଖିତ ସୁସମାଚାରରୁ ପାଠ 21 ଅଧ୍ୟାୟ 23ରୁ 27 ପଦ ପର୍ଯ୍ୟନ୍ତ। ଯୀଶୁ ମନ୍ଦିର ଭିତରେ ପ୍ରବେଶ କରି ଶିକ୍ଷା ଦେଉଥିବା ବେଳେ ପ୍ରଧାନ ଯାଜକ ଓ କୁଳବୃଦ୍ଧମାନେ ତାହାଙ୍କ ନିକଟକୁ ଆସି ପଚାରିଲେ, କେଉଁ ଅଧିକାରରେ ତୁମେ ଏସବୁ କରୁଛ ଏବଂ କିଏ ତୁମକୁ ଏହି ଅଧିକାର ଦେଇଛି? ଯୀଶୁ ସେମାନଙ୍କୁ କହିଲେ, ମୁଁ ମଧ୍ୟ ତୁମମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ଯଦି ତୁମେ ତା'ର ଉତ୍ତର ମୋତେ ଦେବ, ତେବେ ମୁଁ କେଉଁ ଅଧିକାର ବଳରେ ଏହିସବୁ କରୁଛି ତାହା ତୁମମାନଙ୍କୁ କହିବି। ଜହନ୍ନଙ୍କ ଦୀକ୍ଷା ସ୍ନାନ କେଉଁଠାରୁ ଆସିଥିଲା, ସ୍ୱର୍ଗରୁ ନା ମନୁଷ୍ୟଠାରୁ? ଏହା ଶୁଣି ସେମାନେ ପରସ୍ପର ମଧ୍ୟରେ ଆଲୋଚନା କରି କହିଲେ, ଆମେ ଯଦି କହୁଁ ସ୍ୱର୍ଗରୁ, ତେବେ ସେ ପଚାରିବେ, ତାହେଲେ ତୁମେମାନେ କାହିଁକି ତାଙ୍କୁ ବିଶ୍ୱାସ କଲ ନାହିଁ? ଯଦି ଆମେ କହିବା ମନୁଷ୍ୟଠାରୁ, ତେବେ ଲୋକଙ୍କ ପ୍ରତି ଆମର ଭୟ ରହିଛି, କାରଣ ସମସ୍ତେ ଜହନ୍ନଙ୍କୁ ଜଣେ ପ୍ରବକ୍ତା ବୋଲି ମାନନ୍ତି। ତହୁଁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମେ ଜାଣିନାହୁଁ। ସେ ସେମାନଙ୍କୁ କହିଲେ, ତେବେ ମୁଁ ମଧ୍ୟ ତୁମକୁ କହିବି ନାହିଁ ଯେ ମୁଁ କେଉଁ ଅଧିକାର ବଳରେ ଏହିସବୁ କରୁଅଛି। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁ ଜେରୁସାଲେମକୁ ଯାଇ ଜେରୁସାଲେମରେ ଯେତେବେଳେ ଲୋକମାନେ ତାହାଙ୍କର ଟଙ୍କା ପଇସା ଅଦଳ ବଦଳ କରୁଛନ୍ତି, ପାରା କପୋତମାନଙ୍କୁ ବିକୁଛନ୍ତି, ଛେଳି ଗୋରୁ ଗାଈ ମେଣ୍ଢାମାନଙ୍କୁ ବିକୁଛନ୍ତି ପୂଜା କରିବା ପାଇଁ, ବଳି ଦେବା ପାଇଁ, ତେଣୁ ଏହି ଜେରୁସାଲେମ ମନ୍ଦିର ପ୍ରାର୍ଥନା ସ୍ଥାନ ବଦଳରେ ବର୍ତ୍ତମାନ ବ୍ୟବସାୟର କେନ୍ଦ୍ର ହୋଇଯାଇଛି। ତେଣୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ ସେହି ମନ୍ଦିରରୁ ବାହାର କରିଦିଅନ୍ତି ଆଉ କହନ୍ତି, ଏହି ସ୍ଥାନ ହେବ ପ୍ରାର୍ଥନା ଗୃହ। ଏଇଠି ବଜାର କାର୍ଯ୍ୟ କରିବାକୁ ହେବ ନାହିଁ, ଚୋର ଡକାୟତମାନଙ୍କର କାର୍ଯ୍ୟ କରିବାକୁ ହେବ ନାହିଁ, ଏଇଠି ପ୍ରାର୍ଥନାର ସ୍ଥାନ ହେବାକୁ ହେବ। ସମସ୍ତ ଜାତି ଏହି ଜାଗାକୁ ଆସି ପ୍ରାର୍ଥନା କରିବେ, କାରଣ ଏହା ପ୍ରଭୁଙ୍କର ବାସସ୍ଥାନ। ପ୍ରଭୁ ଏହିଠାରେ ବାସ କରୁଅଛନ୍ତି। ସେଥିପାଇଁ ପ୍ରତ୍ୟେକ ମନୁଷ୍ୟ ଆସି ଏଠାରେ ପ୍ରାର୍ଥନା କରିବା ଉଚିତ। ବ୍ୟବସାୟ କରିବା ବଦଳରେ ପ୍ରାର୍ଥନା କରିବା ଉଚିତ। ତେଣୁ କେତେ ପ୍ରଧାନ ଯାଜକ ଓ କୁଳବୃଦ୍ଧମାନେ ଯୀଶୁଙ୍କୁ ପଚାରନ୍ତି, ତୁମେ କେଉଁ ଅଧିକାରରେ ଏସବୁ କରୁଅଛ? ତୁମକୁ କିଏ ଅଧିକାର ଦେଇଅଛି? ଆଉ ଯୀଶୁଖ୍ରୀଷ୍ଟ ମଧ୍ୟ ସେମାନଙ୍କୁ କହନ୍ତି, ମୁଁ ମଧ୍ୟ ତୁମକୁ ଗୋଟିଏ ପ୍ରଶ୍ନ ପଚାରିବି। ତୁମେ ଯଦି ତାହାର ଉତ୍ତର ଦେବ, ତାହେଲେ ମୁଁ କେଉଁ ଅଧିକାରରେ ଏସବୁ କରୁଅଛି ତାହା କହିବି। ଦୀକ୍ଷାଗୁରୁ ଜହନ କେଉଁ ଅଧିକାରରେ ଦୀକ୍ଷା ସ୍ନାନ ଦେଉଥିଲେ, ସ୍ୱର୍ଗରୁ ନା ମନୁଷ୍ୟଙ୍କ ଠାରୁ? ଯାଜକମାନେ ଆଉ କୁଳବୃଦ୍ଧମାନେ ସେମାନେ ଉତ୍ତର ଜାଣିଥିଲେ ସୁଦ୍ଧା ସେମାନେ ଜାଣିଥିଲେ ଯେ ଦୀକ୍ଷାଗୁରୁ ଜହନ ପ୍ରଭୁଙ୍କ ଠାରୁ ଆଦେଶ ପାଇଛନ୍ତି। ସେଥିପାଇଁ ସେ ପ୍ରଭୁଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ମନୁଷ୍ୟମାନଙ୍କ ଠାରୁ ସେ ଅଧିକାର ପାଇନଥିଲେ, କିନ୍ତୁ ତାଙ୍କ ମାଆଙ୍କ ଗର୍ଭରେ ହିଁ ସେ ଅଧିକାର ପାଇଥିଲେ। ଦୀକ୍ଷା ସ୍ନାନ ଦେବା ପାଇଁ, ଲୋକମାନଙ୍କର ପାପ କ୍ଷମା କରିବା ପାଇଁ, ମସିହାଙ୍କର ପଥ ପ୍ରସ୍ତୁତ କରିବା ପାଇଁ ସେ ଅଧିକାର ପ୍ରଭୁଙ୍କ ଠାରୁ ପାଇଥିଲେ। କିନ୍ତୁ ଏହି ଅଧିକାରକୁ ଏହି ଯାଜକମାନେ ଆଉ କୁଳବୃଦ୍ଧମାନେ ଗ୍ରହଣ କରୁନଥିଲେ। ଆଉ ଯଦି ସ୍ୱର୍ଗର କଥା ସେମାନେ ଗ୍ରହଣ କରୁନାହାନ୍ତି, ମନୁଷ୍ୟର କଥା ବା କିପରି ସେମାନେ ଗ୍ରହଣ କରିବେ? ଆଉ ସେମାନେ ଯଦି କହିବେ, ନାଇଁ ସ୍ୱର୍ଗରୁ ଅଧିକାର ପାଇଛନ୍ତି ବୋଲିକି, ତାହେଲେ ଯୀଶୁ ତାଙ୍କୁ ପଚାରିବେ, ତାହେଲେ ତମେ କାହିଁକି ତାହାଙ୍କୁ ମାନିଲ ନାହିଁ? ପ୍ରବକ୍ତା ବୋଲି ତମେ ତାହାଙ୍କୁ କାହିଁକି ସ୍ୱୀକାର କଲ ନାହିଁ? କାରଣ ସେମାନେ ତାହାଙ୍କୁ ଜହନ୍ନଙ୍କୁ, ଦୀକ୍ଷାଗୁରୁ ଜହନ୍ନଙ୍କୁ ପ୍ରବକ୍ତା ବୋଲି ଗ୍ରହଣ କରୁନଥିଲେ। ଆଉ ଇଏ ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି ବୋଲି ବିଶ୍ୱାସ କରୁନଥିଲେ, କାରଣ ସେମାନେ ଯାଜକ ପଦରେ ଥିଲେ। ସେମାନେ କୁଳବୃଦ୍ଧ ହେଇ ବୟୋଜ୍ୟେଷ୍ଠ ହିସାବରେ ବୟୋଜ୍ୟେଷ୍ଠମାନଙ୍କର ଅଧିକାରରେ ଥିଲେ। ସେମାନେ ତାହାଙ୍କ ଅଧିକାରରେ ଥିଲେ। ସେହି ଅଧିକାର ସେମାନେ ଲୋକମାନଙ୍କୁ ସେବା କରିବା ପାଇଁ ପାଇନଥିଲେ। ପ୍ରଭୁ ସେମାନଙ୍କୁ ଲୋକଙ୍କୁ ସେବା କରିବା ପାଇଁ ସେହି ଅଧିକାର ଦେଇଥିଲେ। ଯାଜକତାର ଅଧିକାର ଆଉ ବୟୋଜ୍ୟେଷ୍ଠମାନଙ୍କର ଅଧିକାର ନେତା ହିସାବରେ ଲୋକମାନଙ୍କୁ ସେବା କରିବା ପାଇଁ, କିନ୍ତୁ ସେମାନେ ସେବା କରୁନଥିଲେ। ଜହନ ବାପ୍ତିସ୍ତ ଆସିଲେ, ଦୀକ୍ଷାଗୁରୁ ଜହନ ଆସିଲେ, ସେ ତାହାଙ୍କର ଦୀକ୍ଷା ସ୍ନାନ ଦ୍ୱାରା ଲୋକମାନଙ୍କୁ ସେବା କରୁଛନ୍ତି, ସେମାନଙ୍କର ପାପ କ୍ଷମା କରୁଛନ୍ତି, ସେମାନଙ୍କୁ ଜର୍ଦ୍ଦନ ନଦୀରେ ଧୌତ କରି ସେମାନଙ୍କୁ ଦୀକ୍ଷା ସ୍ନାନ ଦେଉଛନ୍ତି।
से प्रभुंकर सेवा कार्य करुछन्ति किंतु एमाने स्वार्थपर कार्य करुछन्ति अधिकार को से माने अपव्यवहार करुछन्ति हेले प्रभु आममानंकु अधिकार देइछन्ति जीवनर अधिकार जानिबार अधिकार नैतिकतार अधिकार सामाजिक अधिकार बा जाजकतार अधिकार बा दीक्षा स्नानर अधिकार बा पुष्पिकार संस्कार अधिकार बा दिव्य प्रसादर अधिकार ये सबू आममानंकु प्रभु देइछन्ति ये प्रभुंकर दान आम माने पाइछु तेणु सबू अधिकार प्रभुंक ठारू आछे प्रथम अधिकार होउछि कि ऐश्वरिक अधिकार प्रभुंकर अधिकार आउ सही प्रभुंकर अधिकार रे ही आसी थाए नैतिक अधिकार कारण प्रभु ही सत्य मिछ न्याय अन्याय ए सब को निर्णय करिथांती ताहांकर अधिकार तापरे ही आसी थाए आममानंकर मनुष्यर अधिकार तेणु से कहले जहाँ प्रभुंकर प्रभुंको दियो आउ जहाँ सीजारंकर सीजारंको दियो बा जहाँ राजांकर राजांको दियो अर्थात एबे मध्य जहाँ प्रभुंकर आमे प्रभुंको देवार अछि ताहांको पूजा आराधना प्रेम करिबा प्रभुंको प्रथम स्थान आ द्वितीय रे राजनेता बा जो माने आमनको शासन करुछन्ते पितामाता गुरुजन बा अन्य माने जे कौनसी व्यक्ति हेले ए अधिकार गुड़ाक प्रभु आमनको देइछन्ते अधिकार प्रभुंको ठारो ही आसे और सही अधिकार आम मैंने उपयुक्त भाव में व्यवहार करिबार अछि सेतिपई तो आम मैंने कहूछु सरकारी सेवा लोक सेवा प्रभुंक सेवा दरिद्र सेवा बोली कहूछु अनेक समय आम खाली कथा कही थाओ किंतु तार अर्थ जानि न थाओ कि ठीक सेहीपरि भाव में कार्य करि न थाओ तेणु आसंतु आम मैंने प्रभु को मानिबा ताहांकर आज्ञा को मानिबा ताहांकर ऐश्वरिक आज्ञा को मानिबा ताहांकर जो पार्थिव बा ये पदार्थिक आत्मा पदार्थिक नियम कानून को मध्य मानिबा कारण प्रभु ही से नियम गुड़ाक स्थापन करिसेंती ता सहित आमर सामाजिक नियम कानून को मध्य मानिबा अधिकार को मानिबा जो अधिकार सेवा करिबा पाई प्रभु देइछन्ती तेणु प्रभु चाहती ताहांक आज्ञा पालिबा पाई आ निजर पाप लगी अनुताप करिबा पाई तेणु आमे यही कार्य करी प्रभुंक ठारू आशीर्वाद पाइबा।